ମୁଁ ଏଇ ବଜାରର ପୂର୍ବତନ ସଭାପତି ଥିଲି ଏବଂ ଏବେ ମଧ୍ୟ କମିଟି ମେମ୍ବର ହିସାବରେ ଅଛି। ହଉଛି ବହୁତ ଦିନ ହେଲା ଆମର ଏଇ ବଜାରରେ ପତ୍କା ଚାଲିଛି। ଆଉ ଆମର ବଜାରରେ କୌଣସି ଝଗଡ଼ା ନାହିଁ, ଝାଟି ନାହିଁ, ସୁରୁଖୁରୁରେ ବ୍ୟବସାୟ ଲୋକମାନେ କରୁଛନ୍ତି ଏବଂ ଯାହା ବି କରୁଛନ୍ତି। ବହୁତ ଦିନ ହେଲା ବର୍ତ୍ତମାନ ସମସ୍ତେ ହଇରାଣ କରିବାରେ ଚୀନ ହଉ ବା ଆମେରିକା ହଉ, ବର୍ତ୍ତମାନ ଏଇ ଯୋଉ ତାରିଖ ଲାଗିଛି ଏଟା କଣ? ଆମଠାରୁ ଜିନିଷ ନେବ ତମେ 25% 50% ଯାଏଁ ପଳେଇଲ ଲଗେଇବା ପାଇଁ। କିନ୍ତୁ ଭାରତ ଯୋଉମାନେ ସ୍ୱାଧୀନ କରିକି ଯାଇଛନ୍ତି ତାଙ୍କ ମୂଲ୍ୟ ତ ଆମେ ଦେଇପାରିବୁନି। କିନ୍ତୁ ଆଜିର ଯୋଉ ପରିସ୍ଥିତି ଭାରତ ଆଗେଇବା ପାଇଁ ଯେତିକି ଚେଷ୍ଟା ବର୍ତ୍ତମାନ ପ୍ରୟାସ ଚାଲିଛି, ଆଉ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ନେତୃତ୍ୱ ଯୋଉମାନେ ନେଉଛନ୍ତି ସେମାନେ ବହୁତ ଚେଷ୍ଟା କରୁଛନ୍ତି। ଆଉ ଆଗେଇଛି କିଛି ମାତ୍ରାରେ, କିନ୍ତୁ ଜିନିଷ ତାକୁ ଏଇ ଅନ୍ୟ ରାଷ୍ଟ୍ର ଗୁଡ଼ିକ ବିଭିନ୍ନ ପ୍ରକାରର ଇଏରେ ଦୁର୍ବଳ କରି ପକାଉଛନ୍ତି। ଅଜୟ କୁମାର ସାହୁ ଗୋପାଳପୁରର ଜଣେ ବାସିନ୍ଦା ତଥା ଆମର ଏ ସୁନ୍ଦର ଭାରତ ଦେଶର ଜଣେ ନାଗରିକ। ଆମର ଏଇ ଦେଖୁଛନ୍ତି ବର୍ତ୍ତମାନ ଏଇ ପ୍ରଗତି ଯୁବକ ସଂଘ ବର୍ତ୍ତମାନ ଭଗ୍ନ ଅବସ୍ଥାରେ। ଆମର ଏଇ 15 ଦିନ ତଳେ ପ୍ରଗତି ଯୁବକ ସଂଘର ନୂତନ କାର୍ଯ୍ୟକାରିଣୀ ବୈଠକ କରାଯାଇଛି। ସେଥିରେ ନୂତନ ସଭାପତି ତଥା ସେକ୍ରେଟାରୀ ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କୁ ବସାଯାଇଛି। କେମିତି ଏ ପ୍ରଗତି ଯୁବକ ସଂଘରେ ଆଗକୁ କୁଶଳତର ଉନ୍ନତି ହେବ ଏବଂ ଆମର ଏଇ ଗୋପାଳପୁର ଗ୍ରାମ ତଥା ଆଖପାଖ ଅଞ୍ଚଳ କେମିତି ଉନ୍ନତି କରାଯିବ ସେଥିପାଇଁ ଆମେ ସଚେଷ୍ଟ ହେଉଛୁ। ଆଜି ଆମେ ଆଗରୁ ତ ଏଠି ଆମର ସ୍ୱାଧୀନତା ଦିବସ ପାଳନ କରାଯାଏ। ଆଜି ମଧ୍ୟ ବହୁ ସମାରୋହରେ ସ୍ୱାଧୀନତା ଦିବସ ପାଳନ କରାଗଲା। ଆମର ପୂର୍ବତନ ଉପଦେଷ୍ଟା ମଣ୍ଡଳୀ ତଥା ଆମର ନୂତନ ସଭ୍ୟମାନେ ସମସ୍ତେ ଆମେ ଉପସ୍ଥିତ ଥିଲୁ ଏବଂ ଏଇ ଆଜିର ଏଇ 79ତମ ସ୍ୱାଧୀନତା ଦିବସକୁ ବହୁ ମହା ସମାରୋହରେ ପାଳନ କରିଛୁ ଏବଂ ଆଜି ଆମେ ନିଜକୁ ମଧ୍ୟ କୃତଜ୍ଞ ମନେ କରୁଛେ ଏଭଳି ଏକ ପୁରୁଣା ଅନୁଷ୍ଠାନ ଆମକୁ ସଭ୍ୟ ଭାବରେ ସେ ଗ୍ରହଣ କରିଛନ୍ତି। ସେଥିପାଇଁ ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଛି। ଚନ୍ଦ୍ର ସାହୁ ଗୋପାଳପୁର, ମୁଁ ଜଣେ ରିଟାୟାର୍ଡ ଟିଚର ହେଡମାଷ୍ଟର। ଆଜି 79ତମ ଦିବସ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆମର ଏଇ ଛୋଟ ଗ୍ରାମଟି ଭାରି ସରଗରମ ହୋଇଯାଇଛି। ସମସ୍ତେ ଆନନ୍ଦ ଉଲ୍ଲାସରେ ପତାକା ଉତ୍ତୋଳନ କରିବା ସହ ପିଲାମାନଙ୍କ ସାଥିରେ ଗ୍ରାମ୍ୟ ପରିଭ୍ରମଣ କରିଛନ୍ତି ଏବଂ ନାନା ଗୁରୁଜନ ବ୍ୟକ୍ତିମାନେ ନିଜ ନିଜର ବକ୍ତବ୍ୟ ଦେଇଛନ୍ତି। ଆମେ ଚାହୁଁଛୁ ଦେଶର ଶାନ୍ତି ଶୃଙ୍ଖଳା ଏମିତି ବଜାୟ ରହୁ, ଲୋକେ ଆନନ୍ଦ ଉଲ୍ଲାସରେ ସ୍ୱାଧୀନତା ଦିବସ ଏବଂ ପାଳନ କରିଥାନ୍ତୁ। ଆମେ ସବୁବେଳେ ଚାହୁଁ ଲୋକମାନେ ଆତ୍ମନିର୍ଭର ହୁଅନ୍ତୁ। କୌଣସି ବିଦେଶୀ ଶକ୍ତି ଆମକୁ ହଟେଇ ପାରିବ ନାହିଁ। କିନ୍ତୁ ଆମର ମୋଦି ସରକାର ଯେତିକି ପର୍ଯ୍ୟନ୍ତ ଥିବ ଏମାନେ ଟ୍ରମ୍ପ ନାହିଁ ପାରିବେନି। ଆଜିର ଯୁବ ସମାଜରେ କଣ କହିବେ? ତେଣୁ ଆଜିର ଯୁବା ସମାଜରେ ମୋର ଗୋଟିଏ ବାର୍ତ୍ତା ଯିବ ଯେ ସେମାନେ ନିଜର କରିବା ପାଇଁ ସମସ୍ତେ ପ୍ରାଣ ସଙ୍ଗେ ଉଦ୍ୟମ କରନ୍ତି, ଖୁସି ହୁଅନ୍ତୁ ଏବଂ ସାମାଜିକ କର୍ମରେ ଯୋଗ ଦେବା ପାଇଁ ଆଗେଇ ଆସନ୍ତୁ। ମୋ ନାଁ ଶ୍ରୀ ବାଳକୃଷ୍ଣ ଷଡ଼ଙ୍ଗୀ। ମୁଁ ଜଣେ ଶିକ୍ଷାନୁଷ୍ଠାନକାରୀ, ସଂସ୍କୃତ ଶିଶୁ ବିଦ୍ୟା ମନ୍ଦିରର ସେକ୍ରେଟାରୀ, ମହତକଲା ଏବଂ ଗୋପାଳପୁର ପୋଷ୍ଟ ଅଫିସ୍ ନିକଟ ସ୍କୁଲ। ଆଜି ହେଉଛି 79ତମ ସ୍ୱାଧୀନତା ଦିବସ। ସାରା ଭାରତରେ ଆଜି ପୁରପଲ୍ଲୀରେ ଏହାର ଚାଲିଛି ପାଳନ। କିନ୍ତୁ ଗୋଟେ ଜିନିଷ ହେଉଛି ଏପର୍ଯ୍ୟନ୍ତ ଲୋକ ସ୍ୱାଧୀନତାର ମୂଲ୍ୟ ବୁଝିପାରିନାହାନ୍ତି। ଆମେ ସମସ୍ତେ ସ୍ୱାଧୀନତା ବୋଲି କହୁଛେ, କିନ୍ତୁ ସାମ୍ବିଧାନିକ ଅଧିକାର ତାହା ଆଜି ରୁଦ୍ଧ ହୋଇଯାଉଛି। ସେହି ଦୃଷ୍ଟିକୋଣରୁ ଆମେ ସମସ୍ତଙ୍କ ପାଖରେ କ'ଣ ଦୁଃଖ ପ୍ରକାଶ କରୁଛୁ ଯେ ଏହା କେବେ ପରିବର୍ତ୍ତନ ହେବ ଓ ଛାତ୍ର ଯୁବ ମାନେ ସଚେତନ ହେବେ। ଏହା ହିଁ ମୋର ସମସ୍ତ ଜନସାଧାରଣ ମାନଙ୍କୁ ଆପଣମାନଙ୍କ ଜରିଆରେ ବାର୍ତ୍ତା।